ଆରମ୍ଭ କରିଦେବୁ। ମୋର ଟିକେ ବାହାରେ କାମ ଅଛି, ମୁଁ ଆସୁଛି। ବଡ ବାବୁ ତ କହିଗଲେ ନିହାତି କାଲି କାମ ଆରମ୍ଭ କରିବା ଖବ ତାହେଲେ ଡେରି କିଏ ଚାଲ ତ। ଠିକ ଅଛି ଚାଲ। ମାଲ ଜାଣିଥିଲ ସେମାନେ ଦେଖିବାକୁ କେମିତି? ଆଉ କଣ ରେ ବାପା, ଗାଉଁଲି ହେଲେ କଣ ହେଲା, ପୁରା ଦେଶୀ କୁକୁଡ଼ା, ତାକୁ ଦେଖିଦେଲେ ପାଟିରୁ ଲାଳ ଗଡ଼ିଯିବ। ଏତେ ମିଠା ମଉସା ତାହେଲେ ତ ସେ ଦେଶୀ ମାଲଗୁଡାକୁ ନିହାତି ଦେଖିବାକୁ ହବ। ଦେଖୁନୁ, ଦେଖିବା କିଏ କଣ ମନା କରୁଛି? ମଉସା ମୁଁ ସେଟାକୁ ଯାଇପାରିବି ତ? ଆରେ କାହିଁକି ଯାଇପାରିବୁନି, ଚାବି ଗାଡ଼ି ଗୁରା ମୋ ପାଖରେ ଅଛି। ହେଲେ ବାପା ଖାଲି ଦେଖିବୁ ଆଉ ଆଗକୁ ଯିବୁନି ରେ, ନହେଲେ ମୋ ଚାକିରି ଚାଲିଯିବ। ଓହୋ ମଉସା ମୋ ଉପରେ ତମର ଏତେ ଭରସା ନାହିଁ, କିନ୍ତୁ ତୋ ଉପରେ ଜମା ବିଶ୍ୱାସ ନାହିଁ। କେତେବେଳେ କଣ କରିଦେବୁ କିଛି କହି ହବନି। ବିଶ୍ୱାସ ରଖ। ଏ ଲାଲା ସେଟାକୁ ଯିବ ସଧ ମ୍ୟାନେଜର ହିସାବରେ ଥରେ ଦେଶୀ ମାଲ ଗୁଡାକୁ ଦେଖିବ। କାହିଁକି ନା ମାଲ ମୁଁ ଶୁଣିଛି ମାଲକାନଗିରି ଆଦିବାସୀ ଝିଅ ମାନେ ଭାରି ସୁନ୍ଦରୀ। ସୁନ୍ଦରୀ ମାନେ ଦେଖିଲେ ଏ ଲାଲାଟା ଆପେ ଆପେ ପାଗଳ ହେଇଯାଏ। ତାହେଲେ ଖାଇକି ଚାଲ ଏଇ ସଙ୍ଗେ ସଙ୍ଗେ ସେଇ ଝିଅ ମାନ କ୍ୟାମ୍ପକୁ ଯିବା। ଆରେ ଚାଲ ନା। ଏକା ବୁଲିବାକୁ ଗଲେ କଣ ଭଲ ଲାଗିବ? ଚାଲୁନୁ ସାଙ୍ଗ ହେଇଯିବା, ମଜା କରିବା। ଲାଲା ବାବୁ তুই আমার ঝিও বিলার পাখরে কিস ভাই আসিছু? ମୁଁ ପୁରା ତତେ ଟିକେ ଦେଖିବାକୁ ଆସିଥିଲି। তুই কোন কেবে ঝিও দেখিনু কি? ଦେଖିଛି ହେଲେ ଆଜି ମୋର ଅନେକ ଝିଅ ଦେଖିଛି ସତ, ହେଲେ ତୋରି ଭଳି ଗାଉଁଲି ବଂଶୀ ଝିଅ ଏତେ ବିୟୁଟି ହେଇଥିବ ସତରେ ଫୁଲ। ମୁଁ କେବେ ବିଶ୍ୱାସ କରେ ତୁ ଭାରି ବିୟୁଟି ହ। তুই সুন্দর হেলে তোমার কোন যাଉଛି? মতো তো দেই সারল, এতর যাও। ହ୍ୟାଲୋ ଯିବି କୁଆଡ଼େ? ତତେ ମୋର ମୁଁ ଗୋଟେ କଥା କହିବାକୁ ଚାହୁଁଛି। ଏ ଫୁଲ ପ୍ରଥମ ଥର ଦେଖି ସାରିଲା ପରେ କାହିଁକି କେଜାଣି ତୁ ଅତି ନିଜର ନିଜର ଲାଗିଲୁ। ତେଣୁ ତତେ ମୁଁ ଭଲ ପାଇ ସାରି ଚାହିଁବେ, ତତେ ମୁଁ ବାହା ହେବାକୁ ଚାହେଁ। লালা বাবু এতে কথা কই পারছ? তোমাক টিকে লাজ লাগবা কথা। ଲାଜ କାହିଁକି ଭୁଲ? ମୁଁ ହଉଛି କମ୍ପାନୀର ମ୍ୟାନେଜର। ହ୍ୟାଲୋ ମୋରି କଥା ମାନି ଚଳିଲେ ତତେ କାମ କରିବାକୁ ପଡ଼ିବନି। କମ୍ପାନୀରେ ବସି ବସି ରାଣୀ ଭଳି ରହିବୁ। ତା ଛଡ଼ା ଚାଲିବା ବଦଳରେ ତୁ ମୋ କାରରେ ବୁଲିବୁ। ଆମେ ଦି ଜଣ ମୋର ହିରୋ ହିରୋଇନ୍ ବୁଲିବା। ତା ଛଡ଼ା ଏ ଖଣ୍ଡିଆ ଶାଢ଼ୀ ବଦଳରେ ତୁ ଡ୍ରେସ୍ ପିନ୍ଧିବୁ। ତୁ ଭଲ ଖାଇବୁ, ଭଲ ବଞ୍ଚିବୁ। ତୁ ଯଦି ମୋର ହାତରେ ହାତ ମିଶାଇ ଚାଲିବୁ, ମୋ କଥା ମାନିବୁ, ତାହେଲେ ତୁ ମାଲକାନଗିରି ଯିବା କଥା ଭୁଲିଯିବୁ। ହଁ লালা বাবু আমি গরিব লোক হলে বি আমার সাথে সংস্থা নাই যে আমি কার রাত্রে দিয়ে দেবো। তুমি শিখিল কি করি এতে মূর্খ ওরও যে পরে আগে পকাউছ। ଏ ଲାଲାର ଗୋଟେ ଖରାପ ଅଭ୍ୟାସ କରି ଜାଣିଛୁ। ବୋଧେ ଯୋଉଟା ମୋତେ ନିଜର ଲାଗେ ମୋ ନଜରଟା ଯାହା ଉପରେ ପଡ଼େ ମୁଁ ତାକୁ ଚୋର କରି ହାସଲ କରେ। ଦେଖିବୁ ଦେଖିବୁ କେମିତି? ଏଇ লালা বাবু তাইলে কাম পাই আমକୁ କାରୁ ନେଇ ଆସିଥିଲ ଜାଣିଗଲୁ ତୁମମାନେ ମଣିଷ ନୁହ ଶୈତାନ। ହେଲେ ମନେ ରଖ ବାବୁ ତୁମେ ଯୋଉ ଆଶା କରିଛ ତାହା କେବେ ସତ ହବନି। ଚାଲ ରେ। ମୋ ମଣିଷ ପଡ଼ିଆକୁ ଦେଖା କରି ଥାପଡ଼ ମାରି ଠାରୁ ଚାଲିଛି ମୁଁ ମାରୁନୁ ଆଉ ଥରେ ମାର। ତୋରି ଭଳି ସୁନ୍ଦରୀ ଗୋଟାଏ ଥାପଡ଼ ମାରିଲେ କ'ଣ ଭଲ ଲାଗିବ? ମାର ଭଲ ଆଉ ଥରେ ମାର। ମାର ଭାଇ ତମେ ଯେମିତି କହୁଛ ମୁଁ ସେମିତି କରୁଛି। ଉଦୟକୁ ପ୍ରେମରେ ଫସାଇବା ପାଇଁ କହିଲ ସେଇଟା କଲି, ତାକୁ ବାହା ହବାକୁ କହିଲ ସେଇଟା ବି ରାଜି ହେଇଗଲି। ହେଲେ ଆଜି ପୁଣି କହୁଛ ତା ବଡ଼ ଭାଇ ଅରୁଣକୁ ବାହା ହେବା ପାଇଁ। ଆରେ ସେଇଥିପାଇଁ ପରା ମୁଁ କନ୍ୟା ବେଶ ସାଜିକି ଆସିଛି। ଆରେ ତୁ ସାନ ଭାଇକୁ ବାହା ହେଇଥାନ୍ତୁ, ତୁ ବଡ଼ ଭାଇକୁ ବାହା ହବୁ। ଆରେ ତୁ ତ ସେଇ ଘରର ବୋହୂ ହବୁ ନା। ଜିଜୁ
ଜିଜୁ ମୁଁ ଆକ୍ଟିଂ କରିବା ଲୋକ ତମେ ଯେମିତି କହୁଛ ମୁଁ ସେମିତି ଆକ୍ଟିଂ କରୁଛି ମୁଁ କାହାକୁ ବାହା ହେଲେ ଏଥିରେ ଅସୁବିଧା କଣ ଏକ୍ଟିଂ କରି ଚାଲ ଆଲିସା ତୋ ଜୀବନ ତୁ ଖାଲି ତୋ ଜିଜୁର କଥା ମାରି ତୁ ଏକ୍ଟିଂ କରି ଚାଲ ଆଲୋ ତୁ ଅରୁଣକୁ ବାହା ହେଲା ପରେ ତୁ ଖୁସି କରି ରାଣୀ ଭଳି ବଞ୍ଚିବୁଲୋ ଏଇ ତୋ ଜିଜୁ କଥା ଭୁଲି ଯିବୁନି କିନ୍ତୁ ଆଲିସା ଗୋଟେ କଥା ମୋ ଅନ୍ଧ ସଡ଼ୁର ଅବସ୍ଥା କଣ ହବ ଥରେ ଚିନ୍ତା କରିଛୁ ତ ଆରେ ସେ ମରୁ ସେ ଅନ୍ତଟା ମରିଲା କି ବଞ୍ଚିଲେ ମୋର ଏଥିରେ ଯାଇ ଆସିନି ଆଉ ଜାଣୁ ମୋ ବାବା କଥା ସେ ଜାଣୁ ସେ ଜାଣିଲେ ମୋର ଗୋଡ଼ ଖାଡ଼ିବ ବା ସତରେ ଆଲିସା ତୁ ମୋ ଠାରୁ ବି ଗୁରୁ ହେଇଗଲୁ ଲୋ ଜାଣୁ ଶୁଣୁ ଦିନେ ଶୁଣୁ ଜାଣିବ ଆଲିସାଟା ବାହା ହେଇସାରିଛି ଅନ୍ଧଟା କାନ୍ଦି କାନ୍ଦି ସେ ମରିଯିବ ଲୋ এই আলিসা এই কথা যদি কেই ন জানতি তু মো শাড়ি এই কথা যদি বড় বাবু ন জানতি মু প্লান করেছি তু লন্ডন রে পাঠ পড়িছু তো বাপা মা ଏବେ ବି ଲଣ୍ଡନରେ ରହୁଛନ୍ତି କିନ୍ତୁ ଆଲିସା ଏଠାରୁ ଯାଇ ତୋ ପାଇଁ ଦିଟା ଡୁପ୍ଲିକେଟ୍ ବାପା ମା ଯୋଗାଡ଼ କରିବ କାହିଁକି ନା ବାହାଘର ପାଇଁ ବାପା ମା ନିହାତି ଦରକାର ଅଛି ସେଇଥିପାଇଁ ଦେଖ ଆଲିସା এই କଥା ଯେମିତି ଭୁଲି ନ ଯାଉ এই কথা যেମିତି তোর নিহাতি মনে রক্ষা দরকার তো প্লান হচ্ছে সেই ঘর লক্ষ লক্ষ টঙ্কা এই আজি তোর বাসর রাতি আজির বাসর রাতে ভাই বেস্ট অফ লক